ବଜ୍ରପାତରେ 3 ଜଣ ଗୁରୁତର ଆହତ, ଜଣେ ମୃତ। ମଗଡ଼ା ବ୍ଲକ ଅନ୍ତର୍ଗତ ମଗଡ଼ା ପଞ୍ଚାୟତର ମାଳିହତା ଗ୍ରାମର 2 ଜଣ ବ୍ୟକ୍ତି ବଜ୍ରପାତରେ ଗୁରୁତର ଆହତ ହୋଇଥିବା ବେଳେ ପାଞ୍ଚଗୁଛିଆ ଗ୍ରାମର ଜଣେ ଗୁରୁତର ଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଆଜି ଦିନ 2ଟା ସମୟରେ ବର୍ଷା ଆରମ୍ଭ ହୋଇଥିଲା। ବିଳମ୍ବରେ ବର୍ଷା ଯୋଗୁଁ ଚାଷୀମାନେ ଏବେ ବିଲରେ ଚାଷ କାମରେ ଲାଗି ପଡ଼ିଛନ୍ତି। ତେବେ ବର୍ଷା ସହିତ ବଜ୍ରପାତ ହେଉଥିବା ବେଳେ ଚାଷୀମାନେ ଏହାକୁ ଖାତିର ନ କରି ବିଲରେ ଚାଷ କାମରେ ଲାଗି ପଡ଼ିଥିବା ଦେଖିବାକୁ ମିଳିଛି। ତେବେ ପାଣିପାଗ ସମ୍ବନ୍ଧୀୟ ଖବର କେହି ଦେଖୁନଥିବା ସହିତ ସଚେତନ ନ ହେବାରୁ ଅନେକ ସମୟରେ ବଜ୍ରପାତରେ ଜୀବନ ଯାଉଛି। ଦିନକୁ ଦିନ ବଜ୍ରପାତରେ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବ୍ୟାପକ ମାତ୍ରାରେ ଗଛ କାଟିବା ସହିତ କଳକାରଖାନା, ଗାଡ଼ି ମଟର ବଢ଼ିବାରୁ ବାୟୁମଣ୍ଡଳ ଉତ୍ତପ୍ତ ହେବା ସହିତ ବଜ୍ରପାତ ମଧ୍ୟ ବଢ଼ିବାରେ ଲାଗିଛି। ତେଣୁ ସରକାର ପକ୍ଷରୁ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା କମିବା ପାଇଁ ବିଭିନ୍ନ ସ୍ଥାନରେ ତାଳଗଛ ଲଗାଇବାର ପଦକ୍ଷେପ ନିଆଯାଇଛି। ବିଜ୍ଞାପନ ମାଧ୍ୟମରେ ବାରମ୍ବାର କୁହାଯାଉଛି ବର୍ଷା ହେବା ସମୟରେ ବଜ୍ରପାତ ନିଶ୍ଚିତ ହେବ। ତେଣୁ ବଜ୍ରପାତରୁ ରକ୍ଷା ପାଇବା ପାଇଁ ହେଲେ ଫାଙ୍କା ସ୍ଥାନ, ଜଳାଶୟ, ଗଛମୂଳରେ ନ ରହିବା ସହିତ ମୋବାଇଲ ଫୋନ୍ ବ୍ୟବହାର ନ କରିବା, ଲୁହା ଜିନିଷ ନ ଧରିବା ଆଦି ବିଷୟରେ ସଚେତନତା ସୃଷ୍ଟି କରାଯାଉଛି। ତେବେ ଆଜି ସଚେତନତା ଅଭାବରୁ ମାଳିହତା ଗ୍ରାମର ଗଣିଆ ସିଂ, ବାବୁଲା ସିଂ ଓ ପାଞ୍ଚଗୁଛିଆ ଗ୍ରାମର ରଞ୍ଜନ ସିଂ ଚାଷ କାମ ପାଇଁ ବିଲରେ ଥିବା ସମୟରେ ବଜ୍ରପାତ ମାରିଥିଲା। ବଜ୍ରପାତରେ 3 ଜଣ ଚେତାଶୂନ୍ୟ ହୋଇ ଟଳି ପଡ଼ିଥିଲେ। କିଛି ଦୂରରେ ବିଲରେ କାମ କରୁଥିବା ଲୋକେ ଏହା ଦେଖି ସଙ୍ଗେ ସଙ୍ଗେ ଉଦ୍ଧାର କରି ମଗଡ଼ା ଡାକ୍ତରଖାନାକୁ ଆଣିଥିଲେ। କିନ୍ତୁ ମଗଡ଼ା ଡାକ୍ତରଖାନାରେ ନା ଥିଲେ ଫାର୍ମାସିଷ୍ଟ, ନା ଥିଲେ ଡାକ୍ତର। ତେବେ ଅତି ଗୁରୁତର ଥିବା ଗଣିଆ ସିଂଙ୍କ ପରିବାର ଲୋକେ ନିଜ ଖର୍ଚ୍ଚରେ ଗାଡ଼ି କରି ବାରିପଦା ମେଡ଼ିକାଲ ନେଇଥିବା ଜଣାପଡ଼ିଛି। ଅପରପକ୍ଷରେ ଅନ୍ୟ 2 ଜଣ ସରକାରୀ ଆମ୍ବୁଲାନ୍ସକୁ ଅପେକ୍ଷା କରିଥିବା ଜଣାଯାଇଛି। ଠିକ୍ ସେହି ସମୟରେ ହଳଦୀପାଳ ପଞ୍ଚାୟତ ଅନ୍ତର୍ଗତ ଓସ୍ତିଆ ଗ୍ରାମର ଲକ୍ଷ୍ମୀଧର ସରେନଙ୍କ ପୁଅ ସାନ ପୁଅ କାଳୀଚରଣ ସରେନ ବିଲ କାମ ସାରି ଘରକୁ ଫେରିବା ବାଟରେ ବଜ୍ରପାତର ଶିକାର ହୋଇଥିଲେ। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ଏନେଇ କ'ଣ କହୁଛନ୍ତି ମୃତ୍ୟୁବରଣ କରିଥିବା କାଳୀଚରଣ ସରେନଙ୍କ ବାପା, ଆସନ୍ତୁ ଶୁଣିବା। ଆପଣଙ୍କ ନାମ? ଲକ୍ଷ୍ମୀଧର ସରେନ, ଘର ଅସିକିଆ। ସେ ଯୋଉ ବଜ୍ରଘାତରେ ଯେ ମରିଛନ୍ତି ସେ କ'ଣ ହୁଅନ୍ତି? ପୁଅ ପୁଅର ନାଁ କ'ଣ? କାଳୀଚରଣ ସରେନ। କେତେ କ'ଣ ହେଲା? ସେ କୁଆଡ଼େ ଯାଇଥିଲା କ'ଣ ଟିକେ କୁହନ୍ତୁ? ସେ ବିଲକୁ ଯାଇଥିବ ବୋଧେ, ଆଉ ଛେଳିକି ନେଇକିରି ଯାଇଥିଲା। ଛେଳିକି ଆଗରୁ ଆସିଲେ, ତାପରେ ସେ ପଛରେ ଆସୁଥିଲା। ସେତିକିବେଳେ ବଜ୍ରଟା ଖୁବ ଜୋର ବାଜିଲା। ହେଇଥିବ ସେତିକିବେଳେ। ଆଉ କେତେ ଜୋର ଶବ୍ଦ ହେଲା? ବହୁତ ଜୋରରେ। ମୁଁ ବାହାରେ ବସିଥିଲି ଘରେ, ମୁଁ ଚମକି ଗଲି। ତାପରେ ଘର ଭିତରକୁ ମୁଁ ପଶିଥିଲି। ଆମ୍ବୁଲାନ୍ସ ଖବର ଦେଇଛନ୍ତି? ଖବର ଦେଇଛନ୍ତି, କହୁଥିଲେ ତ। ବର୍ତ୍ତମାନ କ'ଣ କହିବେ, କ'ଣ ଦାବି ରଖିବେ? ଆଜ୍ଞା, ସରକାରକୁ କ'ଣ ଦାବି ରଖିବେ? ସରକାର ପାଖରେ ସରକାର ପାଖରୁ କ'ଣ ଦାବି? ଯାହା କିଛି ହବ ଆପଣଙ୍କ ନାଁ? ଆପଣଙ୍କ ନାଁ? ରାମଚନ୍ଦ୍ର ସରେନ। କ'ଣ ଘଟଣା ହେଇଥିଲା ସେ ବିଷୟ ଟିକେ କହିବେ? ମାନେ ବର୍ଷା ହଠାତ୍ ଆସିଲା। ସେ ବିଲରୁ ଦୂର ବିଲ ତ, ଦୂର ବିଲରୁ ଆସି ଆସ୍ତେ ଆସ୍ତେ ତାର ଠିକ୍ ଘର ପହଞ୍ଚିନେ 1 କିଲୋମିଟର ଆଗରେ, 1 କିଲୋମିଟର 1/2 କିଲୋମିଟର ଆଗରେ ଚଡ଼କ ମାରିଲା। ପଡ଼ିଗଲା ତାର, ଆଉ ତ ସେଇଠି ପଡ଼ିଗଲା। ଆଉ କ'ଣ କହିବେ ବର୍ତ୍ତମାନ ସରକାରଙ୍କୁ? ସରକାରଙ୍କୁ ଆଉ କ'ଣ କହିବା ଏମିତି ବିଲକୁ ଯାଇଥିଲା, ଫେରିଲା ବେଳେ ତାର ଏମିତି ଦୌଡ଼ି ଆସୁଥିଲା। କ'ଣ ସହାୟତା ରାଶି ପାଇଁ କ'ଣ କହିବେ? ସହାୟତା ପାଇଁ କ'ଣ କହିବେ? କ୍ଷତିପୂରଣ